এই মাছ তুমি মাছর আশীর্বাদ পাইল, ইউ সো মেনি ফিশেস। এই আশীর্বাদ সহিত পাপর কি রিলেসন এটি আসছে? কোন রিলেসন ଅଛି? তবে রাতি সারা মাছ ধরি নথিল, ଏବେ ଯୀଶୁ କହିଲାରୁ ଜାଲ ପକେଇଲ, ମାଛ ଧରିଲ, ଖୁସି ହେବା କଥା, ଆନନ୍ଦ ହେବା କଥା। ଏଇଠୁ ଏଇ ପଏଣ୍ଟଟା କେଉଁଠି ଅଛି? ଏଇ ଟପିକଟା କେଉଁଠି ଆସିଲା? ହେ ପ୍ରଭୁ, ମୁଁ ଜଣେ ପାପୀ, ମୋଠୁ ଆପଣ ଦୂର ହୁଅନ୍ତୁ। ପିତର ଯେତେବେଳେ ଯୀଶୁଙ୍କର ଉତ୍ତମତାକୁ ପିତର ଚାଖିଲେ, ସେହି ସମୟରେ ପିତର କହିଲେ, ମୋ ଭଳିଆ ଗୋଟେ ଲୋକ ପ୍ରତି ଆପଣ ଏତେ ଭଲ ଉତ୍ତମତା ପ୍ରକାଶ କରିଛନ୍ତି। ପିତର କେତେ ପାପୀ ସେ ଜାଣନ୍ତି ନା। ଆମେ ପିତରଙ୍କ ବିଷୟରେ ଭଲ ବିଷୟ ଶୁଣୁଛୁ, ଠିକ୍ ଅଛି, କିନ୍ତୁ ବ୍ୟକ୍ତିଗତ ଭାବରେ ସିଏ କେଡ଼େ ବଡ଼ ପାପୀ ସେ ଜାଣିଛନ୍ତି। ତାଙ୍କ କଥା ତ ଆମେ ଆଉ କହିବାନି, ସେ ବି ଲେଖିନାହାନ୍ତି ବାୟୋଗ୍ରାଫିରେ। କିନ୍ତୁ ସେ ବର୍ତ୍ତମାନ ତାର ଆଖି ଖୋଲୁଛି ଏବଂ ସେ କହୁଛନ୍ତି, ପ୍ରଭୁ, ମୋ ଭଳିଆ ଗୋଟେ ପାପୀ ଲୋକ ପ୍ରତି ଆପଣ ଏଡ଼େ ବଡ଼ ଆଶୀର୍ବାଦ କଲେ। ଗୋଟେ ବ୍ୟକ୍ତି ଦିନସାରା ମାଛ ଧରୁନଥିବ, ସେ ହଠାତ୍ ଏତେ ମାଛ ଧରୁଛି, ଏତେ ମାଛ ସେ ଜାଣିଗଲା ଏଇଟା ମାଛ ମୋର ଯୋଜନାରେ ମାଛ ଧରୁନି, ଏଇଟା ଏଇ ଯୀଶୁ କହିବା ଦ୍ୱାରା ମାଛ ଗୁଡ଼ା ଆସିଲା ମୋ ପାଖରେ। ଏଇ ଯେଉଁ ଅଯୋଗ୍ୟମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ମହାଦୟା, ମହାପ୍ରେମ, ମହାନୁଗ୍ରହ, ଏଟାକୁ ସେ ତାଙ୍କର ହାର୍ଟକୁ ସ୍ପର୍ଶ କଲା। ଏମିତି ସ୍ପର୍ଶ କଲା, ସେ ଜାଣିଗଲେ ମୁଁ ଠିକ୍ ଲୋକ ନାହିଁ, ତଥାପି ମୋତେ ଆଶୀର୍ବାଦ କରିଛନ୍ତି। ତାଙ୍କ ପାଟିରୁ ବାହାରି ପଡ଼ିଲା, ପ୍ରଭୁ, ମୁଁ ଜଣେ ପାପୀ ଲୋକ, ଡିପାର୍ଟ ଫ୍ରମ୍ ମି, ମୋଠୁ ଆପଣ ଦୂରକୁ ପଳାନ୍ତୁ, ଆପଣଙ୍କ ପ୍ରେଜେନ୍ସରେ ରହିବା ପାଇଁ ମୁଁ ଯୋଗ୍ୟ ମଧ୍ୟ ନାହିଁ। ଏହି ପ୍ରକାର ଲୋକଙ୍କୁ ପରମେଶ୍ୱର ଆମେ ଦେଖୁଛୁ, ଯୀଶୁ ଖ୍ରୀଷ୍ଟ ଏହି ପ୍ରକାର ବ୍ୟକ୍ତିକୁ ଚାହାନ୍ତି ଏବଂ ଏହି ପ୍ରକାର ବ୍ୟକ୍ତି ଯେ ନିଜକୁ ପାପୀ ବୋଲି ଜାଣିଲା, ପ୍ରଭୁ ତାକୁ ତାଙ୍କର ପ୍ରେରିତ କଲେ।